ସପ୍ତପୁରୀ ଅମାବାସ୍ୟା ଦିନ ଏହି ଉପାୟଟିକୁ ଆପଣମାନେ ନିଶ୍ଚିନ୍ତ ଥରେ କରିକି ହିଁ ଦେଖନ୍ତୁ। 24 ଘଣ୍ଟା ଭିତରେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ। ଥରେ ନିଶ୍ଚୟ ପରୀକ୍ଷା କରି ଦେଖନ୍ତୁ। ସେପ୍ଟେମ୍ବର ମାସ 2 ତାରିଖ 2024 ମସିହା ସୋମବାର ପଡ଼ୁଛି ସପ୍ତପୁରୀ ଅମାବାସ୍ୟା। ସୋମବାର ଦିନ ଯଦି ଅମାବାସ୍ୟା ପଡ଼େ ତେବେ ତାହାକୁ ସୋମବତୀ ଅମାବାସ୍ୟା କୁହାଯାଏ। ଏହି ଅମାବାସ୍ୟାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବହୁତ ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଏ। ଏହି ଅମାବାସ୍ୟାଟି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ପ୍ରତ୍ୟେକ ପୂର୍ଣ୍ଣିମା ପ୍ରତ୍ୟେକ ଅମାବାସ୍ୟା ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏହି ଅମାବାସ୍ୟା ଦିନ କର୍କଟ ରାଶି ଏବଂ ସିଂହ ରାଶି ଚାଲିଥିବ, ସେହି ସମୟରେ ଯଦି ଅମାବାସ୍ୟା ପଡ଼େ ଏହା ବହୁତ ଶୁଭ ସଂଯୋଗ ବୋଲି କୁହାଯାଏ। ଏହି ଦିନ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ଜୀବନ ଶୈଳୀକୁ ବଦଳାଇ ଦେବ। ଆଜିର ଭିଡ଼ିଓରେ ଏକ ଜବରଦସ୍ତ ଉପାୟଟି କହିବୁ। ଏହି ଉପାୟଟି ଆପଣମାନେ ନିଶ୍ଚିନ୍ତ କରିବା ଦରକାର। ଅନେକ ଲୋକ ଧନ ସମ୍ପତ୍ତିରେ ବହୁତ କଷ୍ଟ ପାଇଥାନ୍ତି, କିନ୍ତୁ ଏହି ଅମାବାସ୍ୟା ଦିନ ଆପଣମାନଙ୍କର ଗୋଟିଏ 1 ଟଙ୍କିଆ କଏନ୍ ଆପଣଙ୍କର ଜୀବନ ଶୈଳୀକୁ ବଦଳାଇ ଦେବ। ଯଦି ଆପଣମାନେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଚାହୁଁଛନ୍ତି, ଆପଣଙ୍କର ଧନ ଅଭାବ ରହୁଛି, ତେବେ ଆଜିର ଏହି ଉପାୟଟିକୁ ଆପଣମାନେ ନିଶ୍ଚିନ୍ତ ଭାବରେ କରନ୍ତୁ। ଆପଣଙ୍କ ଜୀବନରେ ଯଦି ଅନେକ ଗୁଡ଼ିଏ କାର୍ଯ୍ୟ ଆପଣଙ୍କର ଅଟକି ଯାଉଛି, ତେବେ ଆପଣମାନେ ଅମାବାସ୍ୟା ଦିନ ଗରିବ ଲୋକଙ୍କୁ କିଛି ଦାନ କରନ୍ତୁ, ଯାହା ଫଳରେ ଆପଣଙ୍କ ଜୀବନ ଶୈଳୀକୁ ବଦଳାଇ ଦେବ ଏବଂ ଆପଣଙ୍କ ଘରର ଅଦରକାରୀ ଜିନିଷ ଅଛି, ଏହି ଅମାବାସ୍ୟା ଦିନ ଆପଣ ଆପଣଙ୍କ ଘରୁ ତୁରନ୍ତ ବାହାରେ ପକାଇ ଦିଅନ୍ତୁ। ଅମାବାସ୍ୟା ଦିନ ଯଦି ଆପଣ ଭଲ କର୍ମ କରିବେ, ତେବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଆଗମନ କରିବେ। ମନେ ରଖନ୍ତୁ, ଯଦି ଆପଣ କୁକର୍ମ କରିବେ, ତେବେ ଆପଣଙ୍କ ଘରକୁ ଲକ୍ଷ୍ମୀଙ୍କ ବଦଳରେ ଅଲକ୍ଷ୍ମୀ ଆସିବେ। କୁକର୍ମ କ'ଣ? ନା ଅମାବାସ୍ୟାରେ ଆମିଷ ଭକ୍ଷଣ କରିବା, ଘରେ କଳି ଝଗଡ଼ା କରିବା, ନଖ ଦାଢ଼ି କାଟିବା, ଏହିସବୁ କାର୍ଯ୍ୟକୁ କୁକର୍ମ ବୋଲି କୁହାଯାଏ। ଏହିଭଳି କର୍ମ ଯଦି ଆପଣମାନେ ଅମାବାସ୍ୟା ଦିନ କରିବେ, ତେବେ ଆପଣଙ୍କ ଘରକୁ ଅଲକ୍ଷ୍ମୀ ପ୍ରବେଶ କରିବେ। ଏହି ଅମାବାସ୍ୟା ଦିନ ଓସ୍ତ ଗଛକୁ ପୂଜା କରିବା ସବୁଠାରୁ ଶ୍ରେଷ୍ଠ ବୋଲି ମନାଯାଏ। ପୂର୍ଣ୍ଣିମା ଓ ଅମାବାସ୍ୟା ଦିନରେ ଲକ୍ଷ୍ମୀ ନାରାୟଣ ଓସ୍ତ ଗଛ ମୂଳରେ ବିରାଜମାନ କରିଥାନ୍ତି। ତେଣୁ ଯଦି କୌଣସି ବିବାହିତା ମହିଳା ସକାଳ 6ରୁ 8ଟା ଭିତରେ ଓସ୍ତ ଗଛର ପୂଜା କରିଥାଏ, ତେବେ ତାଙ୍କ ଘରକୁ ମା ଲକ୍ଷ୍ମୀ ଆସିଥାନ୍ତି। ଏବେ ଆସନ୍ତୁ ଜାଣିବା ଅମାବାସ୍ୟା ଦିନ ଆଉ ଏକ ବିଶେଷ ଉପାୟ। ଅମାବାସ୍ୟା ଦିନ କଳା ରଙ୍ଗର ବସ୍ତ୍ର ଆପଣମାନେ ପିନ୍ଧିବେ ନାହିଁ। ଲକ୍ଷ୍ମୀଙ୍କର ପ୍ରିୟ ଦିନମାନଙ୍କରେ କେବେ ବି କଳା ରଙ୍ଗର ବସ୍ତ୍ର ପରିଧାନ କରିବେ ନାହିଁ। ମା ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଓସ୍ତ ଗଛ ମୂଳରେ ଦୀପଟିଏ ସନ୍ଧ୍ୟା ସମୟରେ ଜଳାନ୍ତୁ। ସନ୍ଧ୍ୟା 6ଟା ପୂର୍ବରୁ ଆପଣ ଓସ୍ତ ଗଛ ମୂଳରେ ମାତା ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ ଦୀପଟିଏ ଜଳାନ୍ତୁ। ଏବେ ଆସନ୍ତୁ ସେହି ବିଶେଷ ଉପାୟଟି ଜାଣିବା। ଏହି ଉପାୟଟି ଆପଣ ଅମାବାସ୍ୟା ଦିନ ସନ୍ଧ୍ୟା ସମୟରେ କରିବାକୁ ପଡ଼ିବ। ଗୋଟିଏ ଟଙ୍କିକିଆ କଏନ୍ଟିଏ ନେବେ। ସେହି ଟଙ୍କିକିଆ କଏନ୍କୁ ଆପଣଙ୍କ ହାତରେ ରଖି ମନେ ମନେ ଆପଣଙ୍କର ମନସ୍କାମନା କହିବେ। ଯାହା ବି ଆପଣଙ୍କର ମନସ୍କାମନା ଥିବ, ଆପଣ ମନେ ମନେ କହିବେ। କଏନ୍ଟିକୁ ଆପଣଙ୍କ ହାତରେ ମୁଠା କରି ଧରି ନେବେ। 2 ହାତରେ ମୁଠା କରିବେ। ତାପରେ ଆପଣଙ୍କର ଯାହା ବି ସମସ୍ୟା ଅଛି, ଆପଣ ସେହି କଏନ୍କୁ କହିଦେବେ। ଏକ ମୁହାଁ ହୋଇ ପଛକୁ ଜମା ବି ଚାହିଁବେ ନାହିଁ। ଏକ ମୁହାଁ ହୋଇ ଗୋଟିଏ ମାଟି ଥିବା ଜାଗାକୁ ଯାଆନ୍ତୁ। ସେହି ଜାଗାରେ ମାଟି ଟିକେ ଖୋଳିକି ସେହି ଟଙ୍କିକିଆ କଏନ୍କୁ ଆପଣ ସେହି ଗାତ ଭିତରେ ପୋତି ଦିଅନ୍ତୁ। ଏହାପରେ ନିଜ ଆଙ୍ଗୁଠିରେ ଗୋଟିଏ ଗୋଲଟିଏ ବୁଲେଇ ଦିଅନ୍ତୁ। ତାପରେ ସେଠାରୁ ଏକ ମୁହାଁ ହୋଇ ନିଜ ଘରକୁ ଫେରି ଆସନ୍ତୁ। ଆପଣଙ୍କର ଯଦି ଧନ ଜନିତ ସମସ୍ୟା ଥିବ, ତେବେ ଏହି ଉପାୟଟି ଆପଣଙ୍କୁ ବହୁତ ଲାଭ ପ୍ରଦାନ ଦେବ। ଯଦି ଆପଣଙ୍କର କେଉଁ କାର୍ଯ୍ୟ ବର୍ଷ ବର୍ଷ ଧରି ହେଉନାହିଁ,
ତେବେ ଆପଣମାନେ ଏହି ସପ୍ତପୁରୀ ଅମାବାସ୍ୟା ଦିନ ଏହି କଏନ୍ଟିକୁ ନିଜର ମନସ୍କାମନା କହି ମାଟିରେ ପୋତି ଦିଅନ୍ତୁ। ଦେଖନ୍ତୁ, ଅମାବାସ୍ୟା ଦିନ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟ ବହୁତ ଶୁଭ ଅଟେ। ଯଦି ଆପଣଙ୍କ ସ୍ୱାମୀଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ହେଉନାହିଁ, ତେବେ ଏହି ଉପାୟଟିକୁ ଆପଣ ନିଶ୍ଚିନ୍ତ କରି ଦେଖନ୍ତୁ। ଏହି ଅମାବାସ୍ୟା ଦିନ ସନ୍ଧ୍ୟା ଗଡ଼ିଗଲା ପରେ ଶିବ ମନ୍ଦିରରେ ଗୋଟିଏ ଦୀପଟିଏ ନିଶ୍ଚିନ୍ତ ଜଳାନ୍ତୁ। ଏହା ଆପଣଙ୍କ ଜୀବନରେ ବଡ଼ ବଡ଼ ସଙ୍କଟକୁ ଦୂର କରିଦେବ। ମନେ ରଖନ୍ତୁ, ଅମାବାସ୍ୟା ଦିନ ଯଦି ଆପଣମାନେ ନିଜ ଘରର ମୁଖ୍ୟ ଦ୍ୱାରରେ, ନିଜ ଘରର ଠାକୁର ଘରରେ, କୌଣସି ଏକ ଶିବ ମନ୍ଦିର ନିକଟରେ ଏବଂ ଆପଣଙ୍କର ମା ବୃନ୍ଦାବତୀଙ୍କ ନିକଟରେ ଯଦି ଆପଣ ଦୀପ ଜାଳନ୍ତି, ତେବେ ଆପଣଙ୍କୁ କେବେ ବି ଲକ୍ଷ୍ମୀ ପ୍ରାପ୍ତିରୁ ବଞ୍ଚିତ ରହିବେ ନାହିଁ। ମହାଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ। ତେଣୁ ଏହି ଅମାବାସ୍ୟା ଦିନ ଆପଣ ଏହି ଜାଗାରେ ସନ୍ଧ୍ୟା ସମୟରେ ନିଶ୍ଚିନ୍ତ ଦୀପ ଜାଳନ୍ତୁ। ଯଦି ଆପଣମାନେ ଅମାବାସ୍ୟା ଦିନ ଛୋଟ ଛୁଆଙ୍କୁ ମାରନ୍ତି ବା ରାଗନ୍ତି, ତେବେ ଆପଣମାନଙ୍କୁ ବହୁତ ଦଣ୍ଡ ମିଳିଥାଏ। ତେଣୁ ଅମାବାସ୍ୟା ଦିନ କେବେ ବି ଛୁଆମାନଙ୍କ ଉପରେ ହାତ ଉଠାନ୍ତୁ ନାହିଁ। କି ଅମାବାସ୍ୟା ଦିନ ଆପଣମାନେ ଘରେ କେବେ ବି କଳି ଝଗଡ଼ା ଲାଗନ୍ତୁ ନାହିଁ। ଅମାବାସ୍ୟା ଦିନ ପୋଡ଼ା ଦ୍ରବ୍ୟ ଖାଆନ୍ତୁ ନାହିଁ। ଛୋଟ ଛୁଆମାନଙ୍କ ଉପରେ ହାତ ଉଠାନ୍ତୁ ନାହିଁ। ଅମାବାସ୍ୟା ଦିନ ମିଥ୍ୟା କଥା କୁହନ୍ତୁ ନାହିଁ ଏବଂ ପର ନିନ୍ଦା ପର ଚର୍ଚ୍ଚାରୁ ଆପଣମାନେ ଦୂରେଇ ରୁହନ୍ତୁ। ଯେଉଁ ତିଥି, ଯେଉଁ ବାର ମା ଲକ୍ଷ୍ମୀଙ୍କର ପ୍ରିୟ ଅଟେ, ଆପଣ ସେହି ବାରରେ ଯେତେ ପାରିବେ ସେତେ ନିଜ ମନକୁ ପବିତ୍ର ରଖନ୍ତୁ। ଦେଖିବେ ମହାଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବଜାୟ ରହିବ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରିବା ସହିତ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ଆମ ଚ୍ୟାନେଲରେ ଆପଣମାନେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେଇ ପାଖରେ ଥିବା ବେଲ୍ ଆଇକନଟିକୁ ବଜାଇ ଦିଅନ୍ତୁ।